ବ୍ୟାଙ୍କ ରୁ ଭଉଣୀର ଜମା ଟଙ୍କା ଉଠାଇବା ପାଇଁ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଭଉଣୀର କଙ୍କାଳକୁ ବୋହି ନେଇ ବ୍ୟାଙ୍କରେ ପହଞ୍ଚିଥିଲେ। ଆଉ ସେଇଥିପାଇଁ ଜିତୁ ମୁଣ୍ଡା ଏବେ ଚର୍ଚ୍ଚାରେ। ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିକଟରେ ସେଦିନ କଣ ଘଟିଥିଲା ଆସନ୍ତୁ ପଚାରି ବୁଝିବା ତାଙ୍କଠାରୁ। ଆମ ସହିତ ଅଛନ୍ତି ଜିତୁ ମୁଣ୍ଡା, ଯିଏକି ସେଦିନ ନିଜର ଭଉଣୀର ଶବକୁ ଖୋଳି କଙ୍କାଳକୁ ବୋହି 3-4 କିଲୋମିଟର ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିଥିଲେ। ତେବେ ଆଲୋଚନା କରିବା ଜିତୁ ଆମ ସହିତ ଅଛନ୍ତି କିଭଳି କୋଉ ପରିସ୍ଥିତିରେ ସେ ତାଙ୍କର ମୃତ ଭଉଣୀର ଶବକୁ ଖୋଳି ବ୍ୟାଙ୍କରେ ପହଞ୍ଚିଥିଲେ। ଜିତୁ ବାବୁ, ଆପଣଙ୍କୁ ନ୍ୟୁଜ7 କୁ ସ୍ୱାଗତ। ଆପଣ ଭଉଣୀ ନାଁ କଣ ଥିଲା? କଣ କାଲା ମୁଣ୍ଡା। କୋଉଠି ଟଙ୍କା ରଖିଥିଲ ଭଉଣୀ ନାଁରେ? ମଲପସ ବ୍ୟାଙ୍କ। କୋଉ ଟଙ୍କା ରଖିଥିଲ? ଏ ବଡ ବିକା ପଇସା। କେତେଟା ବଳଦ ବିକିଥିଲ? 2ଟା। କେତେ ଟଙ୍କାରେ ବିକିଥିଲ? 20,000। ତାପରେ ସେ ପଇସା କୋଉଠି ରଖିଲ? ବ୍ୟାଙ୍କ କୁ ନେଇ ରଖୁନି। ଦେଇ ଭାଇ ଭଉଣୀ। ସେଦିନ କଣ ପାଇଁ ବ୍ୟାଙ୍କ ଯାଇଥିଲ? ଯାଇଥିଲୁ। କଣ କଣ ପାଇଁ? ଆରେ ଦରକାର ପଡେ ଯାଇଥିଲୁ ଟଙ୍କା ଉଠେଇବା ପାଇଁ। କଣ କହିଲେ ବ୍ୟାଙ୍କ ମ୍ୟାନେଜର? ଦେବି ନାହିଁ, ତାକୁ ନେଇକି ଆସିଲେ ଯାଇ ଟିପା ମାରିଲେ ଯାଇ ପଇସା ଦେବି କହିଲା। ତାପରେ ନେଇଗଲି ଆଉ। ନେଇଗଲି ବୋଲେ ପଇସା ଏଠି ଆଣିକିନା ଦେଲେ ଆଉ। ଟିପର ଦିନ ଯେତେବେଳେ କଙ୍କାଳକୁ ନେଇକି ବ୍ୟାଙ୍କରେ ସମ୍ମୁଖ ରଖିଲ, କଣ କହିଲେ ବ୍ୟାଙ୍କ ମ୍ୟାନେଜର? ନେଇଯାଅ ବୋଲି କହିଲେ ଆଉ। ତାପରେ ନେଇ ଆଣିଲି ଆଉ। ପୋଲିସ ପହଞ୍ଚିଥିଲା? ହଁ ପହଞ୍ଚି। କଣ କହିଲେ ପୋଲିସ? ପୋଲିସ କହିଲା ଚାଲ ଧରିକିନା ଯୋଉଠି ପୋତା ହେଇଥିଲା ସେଠି ପୋତି ଦେବା। ଆସିକିନା ସେମାନେ ରହିଗଲେ। ଏଠି ପୋତି ସାରିଲା ବେଳେ ମୁଁ ଗାଧି ପଳେଇଲି, ସେମାନେ ପଳେଇଲେ। ଏବେ ତାପରେ ଯେତେବେଳେ ଆପଣ ଆସିଲେ ଘରକୁ, ଆପଣଙ୍କ ପାଖକୁ ବ୍ୟାଙ୍କ ଆସିଲା, ସବୁ ଟଙ୍କା ଆପଣଙ୍କୁ ମିଳିଲା? କେତେ ଟଙ୍କା ମିଳିଲା? କେଜାଣି କେତେ ମିଳିଲା। ଆଉ 19,400। ଆଚ୍ଛା, ମୃତ୍ୟୁ ପ୍ରମାଣ ପତ୍ର ଯୋଉ କହିଥିଲେ ଆଗରୁ, ମୃତ୍ୟୁ ପ୍ରମାଣ ପତ୍ର ତମେ ମୃତ୍ୟୁ ପ୍ରମାଣ ପତ୍ର ଆପ୍ଲାଏ କରିଥିଲ? ଆଗରୁ ଆପ୍ଲାଏ କରିଥିଲି। ଦେଲେନି? ନାଇଁ ଦେଲେ। କଣ ପାଇଁ ଏତେ ଲେଟ୍ ହେଲା? ଲେଟ୍ ହେଲା ସେ ତ ଚାଲି ପାରିଲା ନାଇଁ ଭଳି ଆଉ। ବେଶୀ ହେଇଗଲା। ଭାଇ ଭଉଣୀ କେମିତି ରହୁଥିଲ? ଚଳୁଥିଲୁ ସେ ଭତ୍ତା ପାଇ, ଚାଉଳ 35 ପାଇ, ସେ ଘରେ ଆମେ ଚାଲୁଥିଲୁ। 2 ଭାଇ ଭଉଣୀ। ତମେ ସରକାରୀ ସହାୟତା କିଛି ପାଉନଥିଲ? ଚାଉଳ ନାହିଁ, ଭତ୍ତା ନାହିଁ? ନାଇଁ କିଛି ନାଇଁ ପାଉଥିଲୁ, ଏବେ ପାଇନୁ। କେତେଥର ଯାଇଥିଲ ବ୍ୟାଙ୍କକୁ? କେତେଥର ଯାଇଥିଲ ବ୍ଲକକୁ? ଥରେ ଯାଇଥିଲେ। ଦେଲେନି? ନା 3 ଥର ଯାଇଥିଲେ ଏଇ ବ୍ୟାଙ୍କକୁ। ସେଠି 3 ଥର। 3 ଥର ଗଲା ପରେ ଭଉଣୀକୁ ନେଇ ଆଣ କହିଲା ଆଉ। ଆଚ୍ଛା, ତମର ତାଙ୍କର ଭତ୍ତା ଟଙ୍କାରେ ତୁମେ ଚଳୁଥିଲ? ହଁ ଚଳୁଥିଲୁ। ଚାଉଳଠୁ ଭତ୍ତାଠୁ ତରକାରୀ ପତ୍ର କିଣିବାକୁ ଅସୁବିଧା ପଡେ ଆଣୁ। ଭଉଣୀଙ୍କ ବାହାଘର ହେଇଥିଲା? ହେଇଥିଲା। କୋଉଠି ବାହାଘର କରିଥିଲ? ଢେଙ୍କାନାଳ। କଣ ହେଲା ତାଙ୍କର? ପୁରୁଷ ମରିଗଲା ଆଉ। ତାପରେ ଆସିକି ଏଠି ତମେ ଭାଇ ଭଉଣୀ ସାଙ୍ଗ ହେଇକି ରହୁଥିଲୁ। ସେଟା ସାଙ୍ଗ ହେଇ 2 ଭାଇ ଭଉଣୀ। ମୁଇଁ ତ ଭତ୍ତା ପାଉଛି, ରୋଷେଇ କରି ଖାଇବା କହିଲା। ଆଉ କିଛି ଆଉ ଇଏ ଆପଣଙ୍କର ଯୋଉ ରହିଛି ଘର ଆପଣଙ୍କ ନାଁରେ ଥିଲା, କାହା ଘରେ ରହୁଥିଲ? ଏଇ ଘରେ। କାହା ଘରଟା ଏଇଟା ଥିଲା? କାହା ନାଁରେ ଘର? ଏଟା ବଡ ଭାଇ 2 ବକର। ଆଉ ଆରଟା ଆମ ଭଉଣୀ ନାଁରେ। ଏଇଟା ସେପଟ ତମ ନାଁରେ ଘର ଥିଲା, ଭଉଣୀ ଘରେ ରହୁଥିଲ? ହଁ। ଏଟା ଭାଙ୍ଗି ଯାଇଛି ଆଉ ଯେତେବେଳେ ଘଟଣା ଏବେ ଘଟିଛି, ତୁମେ ଯେତେବେଳେ ଟଙ୍କା ପାଇଁ ବ୍ୟାଙ୍କକୁ ଯାଇଛ, ତମ ପାଖକୁ ଏବେ ସବୁ ସହାୟତା ଆପଣଙ୍କ ପାଖରେ ଘରେ ନିଜେ ବ୍ୟାଙ୍କ ଆସିକି ପହଞ୍ଚିଲା? ଟଙ୍କା ବି ଦେଲେ? ଗୋଟେ ଦିନରେ ଆପଣଙ୍କର ଲିଗାଲ ହେୟାର ବି ବାହାରିଗଲା? ଗୋଟେ ଦିନରେ ଆପଣଙ୍କର ମୃତ୍ୟୁ ପ୍ରମାଣ ପତ୍ର ବି ବାହାରିଗଲା? ଏବେ ଯୋଉ ସହାୟତାର ସୁଝୁଛି, କିଏ କିଏ ଆସୁଛନ୍ତି, କେମିତି କଣ କେତେ ଟଙ୍କା ସବୁ ପାଇଲଣି? 19,000 ବ୍ୟାଙ୍କରୁ ପାଇଲୁ। 19,400 ଟଙ୍କା। କେତେ କଷ୍ଟ କରିଥିଲ ଭଉଣୀଙ୍କ ପାଇଁ? ବହୁତ କଷ୍ଟ। ଆପଣଙ୍କ ପାଇଁ ଯୋଉ ଆପଣଙ୍କର ଭତ୍ତା ପାଇଁ ବ୍ୟାଙ୍କ, ଏଇ ଭତ୍ତା ପାଇଁ ଯାଇଥିଲ, ବ୍ଲକ କୁ ଯାଇଥିଲ?
ଏ ଭତ୍ତା ଭତ୍ତା ଟଙ୍କା ପାଇଁ ହଁ ଯାଇଥିଲି ଯେ ହେଇନାହିଁ ଥିଲା ଏବେ ହେଲା ଏବେ ହେଲା ଏବେ ଏବେ ଏଇ ଯୋଉ ଘଟଣା ଘଟିବା ପରେ ସବୁ ହେଇଛି ହେଇଛି ଏବେ ଏବେ ଆଗରୁ ଗାଁ ଆପଣ ଏଇ ଯୋଉ ଘରେ ବିଦ୍ୟୁତ ଥିଲା ନାଇଁ ଏଁ? ଏବେ ଏବେ ପାଇନୁ ଚାଉଳ ଦେଲେ ପଇସା ଦେଲେ ଆଉ ଏବେ ତରକାରୀ ପତ୍ର କିଣା ହବ। ଆଗରୁ ଆପଣଙ୍କ ଘରକୁ ବିଦ୍ୟୁତ ଯାଇଥିଲା ଆଗରୁ ଆଗରୁ ଆପଣଙ୍କ ଘରକୁ ବିଦ୍ୟୁତ ଯାଇଥିଲା ଯାଇଥିଲା ଲାଇନ କଣ ପାଇଁ କାଟି ଦେଇଥିଲା ଆପଣଙ୍କ ଜିତୁ ଭାଇ ଆଜ୍ଞା ଲାଇନ କଣ ପାଇଁ କାଟି ଦେଇଥିଲେ କାଟି ଦେଇଥିଲେ ଆଉ ଏଠି ଆଉ ନା ପାଟନା କାଟି ଦେଇଥିଲେ ଏବେ ଘରକୁ ଲାଇନ ସଂଯୋଗ ହେଲା ହଁ ହେଲେ ଏବେ ସଂଯୋଗ ହେଲା ଲାଇନ ଆଉ କଣ ସବୁ ସହାୟତା ମିଳିଲାଣି ଏବେ ଏବେ ଆଉ କଣ ସବୁ ଜିନିଷ ମିଳିଗଲା ଆଉ କିଛି ଏବେ କେମିତି ଖୁସିରେ ଅଛ ଖୁସିରେ ବହୁତ ଖୁସିରେ ଅଛି କାହିଁକି ଏତେ ଅବହେଳା କରାଯାଇଥିଲା ତମ ପ୍ରତି ଜିତୁ ଭାଇ କାହିଁ ଅବହେଳା ଆଉ ସବୁ ଯେତେ ଅବହେଳା କାହିଁକି କରିଥିଲେ ବ୍ଲକ ପ୍ରଶାସନ କୁହନ୍ତୁ ବାର୍ଦ୍ଧକ୍ୟ ଭତ୍ତା ଦେଇନଥିଲେ ଆପଣଙ୍କ ଘର ଖଣ୍ଡେ ବି ନାହିଁ ସେଇ ଭଉଣୀ ଘରେ ରହିଥିଲେ କେତେ ଅବହେଳା କାହିଁକି କରିଥିଲେ ନାଇଁ ଅବହେଳା କରିନି ତୋର ଆସିନି କହିଲେ କହିଲେ ପରେ ହେବ ବହୁତ ପରେ ଯାଇ ହେବ କହିଲେ ଏବେ ଯୋଉ ରହିଛି ଆପଣଙ୍କ ସବୁ ସମସ୍ୟା ସୁବିଧା ପହଞ୍ଚି ଘରେ ବିଦ୍ୟୁତ ଜଳୁଛି ଘରକୁ ସବୁ ବ୍ୟାଙ୍କ ସବୁ ଆସିଛନ୍ତି କେତେ ଖୁସି କେତେ ଖୁସି ଅଛନ୍ତି ଅଛନ୍ତି